ଦାରିଙ୍ଗବାଡ଼ି ନାଇଁ ଦାରିଙ୍ଗବାଡ଼ି ନାଇଁ ଆମର ରାଜନଗରପାଟଣା ଆମର ଶୀତ କେମିତି ଅଛି? ଶୀତ ଏଠି ଥଣ୍ଡା ଟିକେ ଲାଗୁଛି ଆଉ ଥଣ୍ଡା ତ ପଉଛି ଆପଣଙ୍କୁ ଟିକେ କାନ ସେକି ଦଉଛି କେତେ ଡିଗ୍ରୀ ସେଲସିୟସ୍ ଏଠି ଅଛି ଡିଗ୍ରୀ କେତେ ଇଏ ଅଛି? ଡିଗ୍ରୀ ତ ମୁଁ ଆଉ କହିପାରିବିନି ତାହେଲେ ଏଠି ନିଆଁ କାହିଁ ଲଗେଇକି ବଇଛ? ଥଣ୍ଡା ଲାଗୁଛି? ଥଣ୍ଡା ଲାଗୁଛି ବୋଲି ତ ନିଆଁ କମଳ ଲାଗେ ଅଛି? କମଳ ଅଛି ଆପଣଙ୍କର? ହଁ ହଁ କମଳ ଅଛି ବଡ଼ କମଳ ମୋର ମୋଟା କମଳ ଶୋଉଛନ୍ତି କେମିତି? ନିଆଁ ରାତି ଯାକ ଲଗେଇ ଶୋଉଛନ୍ତି? ନାଇଁ ନାଇଁ ମୁଁ ମୋଟା କମଳ ଘୋଡ଼ି ହେଇକି ମାନେ ପୁରା ତାହେଲେ ଏଠି ନିଆଁ କାହିଁ ଲଗେଇଛନ୍ତି? ନାଇଁ ମୁଁ ଆସିଥିଲି କ'ଣ କି ଆମର ଆଜି ଠାକୁରଙ୍କର ଟିକେ ଚିହ୍ନାସ ମେଳା ହଉଥିଲା ଯେ ଆଜି ସଂକ୍ରାନ୍ତି ଆଉ ଆମ ଠାକୁରଙ୍କର ଚିହ୍ନାସ ମେଳା ହଉଥିଲା ଆଉ ଦିନ ମେଳାକୁ ଆସିଥିଲି ଆଉ ମେଳାରେ ଆସିକିରି ଠାକୁରଙ୍କ ସେବା କରିଲି ଆଉ ତାପରେ ଦେଖିଲି ଭାଇମାନେ ସବୁ ନିଆଁ ପହଞ୍ଚନ୍ତି ଆଉ ତାଙ୍କ ପାଖରେ ଟିକେ ବସିଗଲି ଆଉ ସେଇଥିପାଇଁ କାହିଁ ଲଗଉଛି? ଆପଣ ଶୀତ କରୁଛି? ନା ନା ମୁଁ ନିଆଁ ନଗେଇନଥିଲି ନାଇଁ ଶୀତ କରୁଛି ଥଣ୍ଡା ଲାଗୁଛି? ହଁ ଥଣ୍ଡା ଲାଗୁଛି ମାଲ କେତେ ପିଇଛନ୍ତି ଆଜି? ଆଜି ମାଲ ଆଉ କ'ଣ ମୁଁ ତ କହିଲେ ହିସାବ କଲେ ବହୁତ ମାଲ ପିଇଛି ଆପଣ ଗୋଟେ ଆଜି ନୂଆ ମୋବାଇଲ ଆଣିଛନ୍ତି ହଁ ମୋବାଇଲ ତ ସେଇ ନୂଆ। ଖୁସିରେ କଣଟା କରିବେ? ନାଇଁ ମୁଁ କ'ଣଟା କରିବି କି ମୋର ହଜାର ନିଆଁରେ ଟିକେ ଆଉ ଟିକେ ଘିଅ ପକେଇଲେ ହଁ, ଅଧିକ ଆଉ ସମୟ ଜଳିବ। ଜଳିବ ଘିଅ କ'ଣ ଆଣିବା ଘରୁ ଯାଇକି ଦୁର୍ଗା ଘିଅ 50 କି 5 ଟଙ୍କିଆ ବି ମିଳୁଛି। ହଁ ପକେଇଦବା। ଘିଅ ଆଣି ଜାଳିବା ନା ହଁ କ'ଣ ଆମେ ଟିକେ ଆମର ଆଗକୁ ଯିବା ସାଲେପୁର ଯିବା ଆମ ବାରଶୋଇଙ୍କ କତିକି